ଯଦି ନରୀ ବାବୁ ଦେଖିବା କ୍ୟାମେରା ଉପରେ ସବୁ ଘଟଣା ବନ୍ଧା ପଡ଼ିଥିଲା ଯେ ଲାଗୁଥିଲା କି କ୍ୟାମେରା ଫୁଟେଜ ଆସିଲେ ସତ୍ୟାସତ୍ୟ ଘଟଣା ସାମ୍ନାକୁ ଆସିବ। ଯୋଉ କ୍ୟାମେରାର ଫୁଟେଜ ବର୍ତ୍ତମାନ ଆପଣ ଗଣମାଧ୍ୟମରେ ଦେଖୁଛନ୍ତି କ'ଣ ସେଥିରୁ ଦେଖିବାକୁ ପାଉଛନ୍ତି ନରୀ ବାବୁ? ସାର୍ ମୁଁ ଦେଖିବାକୁ ପାଉଛି ମୁଁ ତା ଭିତରେ ପଶୁଛି। ଆଉ ସାର୍ ପଶିଲା ଭିତରେ ମୋର ଜଣେ ଯୋଉ ସାଙ୍ଗ ଯାଇଥିଲା ତାକୁ ବାହାରକୁ ବାହାର କରିଦିଆ ହଉଛି। ଆଜ୍ଞା। ଆଉ ମୁଁ ତା ଭିତରେ ରହୁଛି। ଆଉ ବାହାରିଲା ସାର୍ ଟଙ୍କା ଯୋଉ ଧରିଥିଲି ପଶୁଛି ପୁଣି ଟଙ୍କା ଧରିକି ବାହାରୁଛି। ଆଉ ମୁଁ ସିଆଡ଼େ ଯାଇକି ବୁଲିବାକୁ ଯାଇଛି କାହିଁକିନା ସେମିତି ମୋତେ ଟର୍ଚର କରାଯାଇଛି ଭିତରେ ଏଠି ବୁଲିବୁ ତୁ କିଛି କହିବୁ ନାହିଁ ଏଠି ବୁଲିକି ଯା। ଆଉ ଦେଖିଥିଲି ସାର୍ କାଚ ଥିଲା କଳା ବର୍ତ୍ତମାନ ଦେଖୁଛି ମୁଁ ଧଳା ହେଇଯାଇଛି। ସାର୍ ବସିଲା ବେଳକୁ ଆଇଆଇ ସାର୍ ଭିତରେ ବସିଥିଲେ ମୁଁ ଦେଖୁଥିଲି ପାଖରେ ସବୁ ନ୍ୟୁଜ୍ରେ ସେ ପରିଷ୍କାର ଦେଖାଯାଉଛି କିନ୍ତୁ ସେତେବେଳେ ସାର୍ ମୁଁ ଯେତେବେଳେ ଭିତରେ ଥିଲି ମୁଁ କୌଣସି ବାହାର ଲୋକଙ୍କୁ ମୁଁ ଦେଖିପାରୁଛି ମୋତେ କେହି ଦେଖିପାରୁନଥିଲେ। ଆଚ୍ଛା ଆପଣ କହୁଛନ୍ତି ଯେ ବର୍ତ୍ତମାନ କିଛି ଚେଞ୍ଜେସ୍ ଆସିଛି ସେ ଡୋର ସେ ଗ୍ଲାସ୍ ଭିତରେ ଚେଞ୍ଜେସ୍ ଆସିଛି? ନିଶ୍ଚିତ କାରଣ ମୁଁ ମୋ ଆଖି ମିଶ ନୁହେଁ ମ୍ୟାଡ଼ାମ୍। ଆଚ୍ଛା ଆଚ୍ଛା। ଆଉ ମୁଁ ଭିତରେ ମୋତେ ପଇସା ଡାକିଥିଲେ ଫେରେଇବା ପାଇଁ ସେ ଭିଜୁଆଲ୍ ଆପଣଙ୍କୁ ଦେଇଛି ପଇସା ଫେରେଇବା ପାଇଁ ଡାକିଥିଲେ ମୁଁ ପଇସା ମୋତେ କ'ଣ ବୁଝେଇଲେ ମୋତେ ବାପଧନ କରି ବୁଝେଇଲେ କି ଭାଷା ଖରାପ କରି ବୁଝେଇଲେ କି ମାଡ଼ ମାରିକି ବୁଝେଇଲେ ସେ ଭେଣ୍ଡର ଆଇଲେ ମୋତେ କ'ଣ କହୁଥିଲେ କେମିତି ଏଗ୍ରିମେଣ୍ଟ କରିଥିଲେ ମୁଁ ଭାବୁଥିଲି ସିସି କ୍ୟାମେରା ସବୁଗୁଡ଼ାକ ଜାଣିପାରିବେ ସେଇଟା କ'ଣ ମୁଁ ଦେଖିବାକୁ ପାଉନାହିଁ। ଆଚ୍ଛା ଆପଣ ଯେତେବେଳେ କହୁଥିଲେ ଯେ ଭିତରର ଜିନିଷ ବାହାରକୁ ଆଣିବା ପାଇଁ କହୁଥିଲେ ଏବଂ ଆପଣଙ୍କର ଯୋଉ ଯିଏ ଥିଲେ ଯାହାଙ୍କ ବିପକ୍ଷରେ ଆପଣ କଥା ବାଢୁଛନ୍ତି ଅନନ୍ତ ଧଳ ସେ ମଧ୍ୟ କହିଥିଲେ ଯେ ଭିତରର ସମ୍ପୂର୍ଣ୍ଣ ପ୍ରକାର ଭିଜୁଆଲ ଅଛି ଚାରିଆଡେ ଭିଜୁଆଲ ଅଛି। କହୁଥିଲେ ମୁଁ ଶୁଣି ଭାରି ଖୁସି ହେଇଥିଲି 36ଟା କ୍ୟାମେରା ମୋର ଅଛି ଆଜ୍ଞା ଯାଞ୍ଚ କରିବେ ମୁଁ ବହୁତ ଖୁସି ହେଇଥିଲି ମୁଁ ଭାବୁଥିଲି ନିଶ୍ଚିତ ସମସ୍ତେ ଜାଣିପାରିବେ କିନ୍ତୁ ମୁଁ ବର୍ତ୍ତମାନ ଦେଖୁଛି ସେଠି ଭିଜୁଆଲ ନାହିଁ। ଆଚ୍ଛା ନରୀ ବାବୁ ଏ କଥା ଆଗକୁ କ'ଣ ହବ କୋଉଠି ସମାଧାନ ହବ? ମୁଁ ତ ସମ୍ପୂର୍ଣ୍ଣ ମୋର ଆଇନ ଉପରେ ଭରସା ଅଛି ମ୍ୟାଡ଼ାମ୍। ଆଉ ମୁଁ ଆଜି ଦେଖିଲି ଭାସ୍କର ନ୍ୟୁଜ୍ରେ ଆଉ ଆଇଆଇ ସାର୍ ଅଛନ୍ତି ସେ ବାବୁ କହୁଛନ୍ତି ରାଗି କହୁଛନ୍ତି ମୁଁ ଚାପୁଡ଼େ ପକେଇ ଦେଇଛି ଏଇଟା ଭାସ୍କର ନ୍ୟୁଜ୍ରେ ମୁଁ ମୋତେ ସାଙ୍ଗମାନେ ସବୁ ଦେଖିକି କହିଲେ ଫୋନ୍ କଲେ। ଆଚ୍ଛା। ଆଉ ହୁଏତ ଆଗକୁ ଆହୁରି କିଛି ସତ୍ୟାସତ୍ୟ ଆସିବ ନିଶ୍ଚିତ ପଦାକୁ। ଆପଣ କଳାକାର ସଂଘ ଉପରେ ସମସ୍ତ ପ୍ରକାର କଥା ଛାଡ଼ି ଦେଇଥିଲେ ଯେ କଳାକାର ସଂଘ ବାହାରିବେ ଆପଣଙ୍କ ପାଇଁ ଲଢ଼ିବେ ଆପଣଙ୍କୁ ମାଲିକ ମହାସଂଘ ନିଲମ୍ବିତ କରିଦେଲା ଗୋଟିଏ ବର୍ଷ ପାଇଁ କଳାକାର ସଂଘ ଆପଣଙ୍କ ପାଇଁ କ'ଣ ପଦକ୍ଷେପ ବର୍ତ୍ତମାନ ସୁଦ୍ଧା ନେଇଛି? ଆଜ୍ଞା ଏତେ ଶୀଘ୍ର ପଦକ୍ଷେପ ନେବାଟା ଠିକ୍ ନୁହେଁ ସିଏ ତାଙ୍କର ମତରେ ମୋତେ ସାଙ୍ଗେ ସାଙ୍ଗେ ବ୍ୟାନ୍ କରିଦେଲେ। ମୁଁ ଟିକେ ସାର୍ ଦୁଃଖର ମାନେ ମୋତେ କଷ୍ଟ ହେଇଛି ବୋଲି ମୁଁ କହିଦେଇଛି ବିପଦ ବାବୁଙ୍କୁ ସେଇଥିପାଇଁ ମୋତେ ବିଲମ୍ବିତ କରିଦେଲେ ସେଥିପାଇଁ ତାଙ୍କ ଚାକିରି ମୋତେ ମୁଁ ଆଉ ଶୁଣନ୍ତୁ ମୋ କଳାକାର ସଂଘ ସବୁବେଳେ ଅଛି ସବୁବେଳେ ସେ ଭାବି ଚିନ୍ତିକି ଡିସିସନ ନିଅନ୍ତି। କୌଣସି ଆଗଧାଡିର ଯାତ୍ରା କଳାକାର ବର୍ତ୍ତମାନ ସୁଦ୍ଧା ଆପଣଙ୍କ ପାଇଁ ବାହାରି ନାହାନ୍ତି କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଆପଣଙ୍କ ପାଇଁ ସିଏ ନେଇନାହାନ୍ତି କିମ୍ବା କୌଣସି ବୈଠକ ବସିନି ବା ବର୍ତ୍ତମାନ ସୁଦ୍ଧା ନରୀ ପଣ୍ଡା ଜଣେ ସିନିୟର ଆର୍ଟିଷ୍ଟଙ୍କ ପାଇଁ କୌଣସି ପ୍ରକାର ଆଲୋଚନା ହେଇନି ନରୀ ବାବୁ? ସାର୍ କିଏ କହିଲା ତାଙ୍କ ଭିତରେ ଆଲୋଚନା ହଉଛି ସେମାନେ ଠିକ୍ ସଂଘ ଠିକ୍ ପ୍ରସ୍ତୁତ ପଥରେ ସେ ଆଗେଇ ଚାଲିଛି ସବୁବେଳେ ଧୀର ପାଣି ଆଜ୍ଞା ପଥର କାଟେ କୌଣସି ତରତର ହେବାଟା ଠିକ୍ ନାହିଁ ସିଏ ତାଙ୍କ ଠିକ୍ ପଦ୍ଧତିରେ ଯାଉଛନ୍ତି ମୋତେ ଯୋଉ ସଜେସନ ମୋତେ ମୋ ସଂଘ ଦଉଛି ମୁଁ ସେଇ ଅନୁସାରେ ଚାଲିଛି ଆଉ ସମ୍ପୂର୍ଣ୍ଣ ଉପରେ ମୋର ଆଇନ ଉପରେ ଭରସା ଅଛି ଆଉ ମୋର ସମସ୍ତଙ୍କର ଭରସା ଅଛି କିନ୍ତୁ ଏଇ ଦେଖି ସାରିଲା ପରେ ମୁଁ ନିଜକୁ ଅବିଶ୍ୱାସ ସବୁ ଜିନିଷ ମୁଁ ପଶୁଛି ଦେଖୁଛି ବାହାରୁଛି ଦେଖୁଛି କିନ୍ତୁ ଭିତରେ ଯୋଉ ନଙ୍ଗଳା ହେଲି ଯୋଉ ମାଡ଼ ମରା ଗଲା ଭାବୁଥିଲି ସେଟା ସବୁ ଆସିବ ବୋଲି ସେ କହୁଥିଲେ 36ଟା କ୍ୟାମେରା ଥିବ ମୁଁ ଭାବୁଥିଲି ନିଶ୍ଚିତ ଯେ ମୋର ଭୁଲ କି ସେମାନେ ରଚନା କରୁଛନ୍ତି ଆଉ ସମସ୍ତେ ଜାଣିପାରିବେ କାରଣ ସମସ୍ତେ ଦର୍ଶକ ଅନେଇକି ରହିଛନ୍ତି କିଏ କହୁଛି ବହୁତ କଥା ଶୁଣିବାକୁ ପାଉଛି କିଏ କହୁଛି ଏଠୁ ଟାଉଟର କରି ପଇସା ନେଇଯାଇଛି ସେଠୁ ଟାଉଟର କରି ପଇସା ନେଇଯାଇଛି ଏଠି ଦରମା ବଢ଼ିତେ ଚାଲିଗଲା କି ନହେଲେ ଅଧିକା ଗୋଟେ ବର୍ଷରୁ ଅଧିକା ପଇସା ମାଗିଲା ବିଭିନ୍ନ ପ୍ରକାର ମୋ କଥା ଶୁଣୁଛି। ପୋଲିସ ଅଫିସର ଯେତେବେଳେ ପହଞ୍ଚିଲେ ଯେତେବେଳେ ସେଠି ତଦନ୍ତ ଚଲେଇଲେ ଆଉ ଦେଖୁଥିଲେ ଯେ କ୍ୟାମେରାରେ ବ୍ଲାକ୍ ଗ୍ଲାସ୍ ଥିଲା ବର୍ତ୍ତମାନ ହ୍ୱାଇଟ୍ ଗ୍ଲାସ୍ ହେଇଛି ବା ଭିତରର କ'ଣ ଘଟିଛି ଯଦି ପୋଲିସ ହାତରେ ସେ ଫୁଟେଜ ଲାଗିପାରୁନି ସେ ଆପଣଙ୍କ ମନରେ ସନ୍ଦେହ ଆସୁଛି କି ପୋଲିସ ମଧ୍ୟ ଏଥିପାଇଁ ଟିକେ ନୀରବ ରହିଯାଉଛି? ମୁଁ ତ ମୁଁ ମନକୁ ବର୍ତ୍ତମାନ ବହୁତ କଥା ମୁଁ କ'ଣ
ନିଜକୁ କିଛି ଭାବି ପାରୁନି କୁଆଡେ ଗଲା ଜିନିଷ ସବୁ ଯୋଉ ଘଟଣା ଘଟିଯାଇଥିଲା ମୋ ପ୍ରତି ଯୋଉ ହେଇଥିଲା ସେ କଣ କୁଆଡେ ଗଲା ସେଇ ଜିନିଷ କାହିଁ ମୁଁ ତ ଦେଖିବାକୁ ପାଉନି। ଆଜି ସେ ନିଜେ ମାନିଛନ୍ତି ମୁଁ ଆଜି ଜାଣିବାକୁ ପାଇଲି ଯେ ଭାସ୍କର ଚ୍ୟାନେଲରେ ସେ ନିଜେ ମାନୁଛନ୍ତି ସାର୍ ବସୁଛନ୍ତି ପ୍ରାୟ ଆଉ କହିଲେ ମୁଁ ନରିକି ରାଗିକି ଚାପଡ଼େ ପକେଇ ଦେଇଛି ଏମିତି ମୁଁ ଆଇନ ଉପରେ ଭରସା ଅଛି ନା ସିସିଟିଭି ସିନା ତମେ ନରକି ପାରିଥାଅ କିନ୍ତୁ ଆଇନ ବି ତ ଫାଙ୍କି ପାରିବନି ନା। ସିସିଟିଭି ଫୁଟେଜ ନ ରହିଲା ଆଇନ କଣ କରିପାରିବ ନରି ବାବୁ ଆପଣଙ୍କ ପାଇଁ? ଦେଖନ୍ତୁ ତାଙ୍କର କଣ ଆଗକୁ ମୁଁ ତ ମୂର୍ଖ ସାର୍ ପାଠ ପଢିନି ମୁଁ ଆଇନ ବିଷୟରେ କଣ ଜାଣିଛି। ଆଚ୍ଛା ଆପଣଙ୍କର ଯୋଉ କଥାଟି କହିଲେ ଯେ ବାବୁଙ୍କ ଉପରେ ରାଗିକି ଟିକେ ଅଧିକ ବିପଦ କହିଦେଇଛନ୍ତି ଏ ଭୁଲ ଆପଣ ସ୍ୱୀକାର କରୁଛନ୍ତି? ନିଶ୍ଚିତ ମୁଁ ଗଣମାଧ୍ୟମ ଭୁଲ ମାଗିଛି କି କଥା ସାଙ୍ଗେ ତା ପରଦିନ ମୁଁ ଭୁଲ ମାଗି ଦେଇଛି ବିଲମ୍ବିତ ଯୋଉଦିନ କଲେ ଏଇ କାରଣ ପାଇଁ ନରି ଲାଙ୍ଗୁଏଜ କାହିଁକି ବାବୁକୁ ଖରାପ କରିବେ ବୋଲି ମୁଁ ଆଜ୍ଞା ମୁଁ ତା ପରଦିନ ଶୁଣିକି ବହୁତ ମୋର ଭୁଲଟା ଭୁଲ ମୁଁ ରାଗିକି ଗୋଟେ କହିଦେଇଛି ମୋ ପାଟିରୁ ଖସିଯାଇଛି ମୋତେ ବାଧିଛି। ଏଇ 25-26 ବର୍ଷରେ ଯଦି କୌଣସି ପ୍ରକାର ସମାଧାନ ହୁଏ ପୁଣି ଥରେ ମଞ୍ଚରେ ଆମେ ଦେଖିବାକୁ ପାଇବୁ କି ଆପଣଙ୍କୁ? ଦେଖନ୍ତୁ ଆଜ୍ଞା ମୋତେ ବହୁତ ବାଧିଛି ଏତେ ବଡ଼ ମହାନ ସବୁ ବସିଥିଲେ ମାନେ ବ୍ୟକ୍ତିତ୍ୱ ଲୋକ ସବୁ ମାନ୍ୟଗଣ୍ୟ ଲୋକ ସେମାନେ ବଡ଼ ଲୋକ ମାଲିକ ଆଉ ତାଙ୍କ ଉପରେ ଯେତେବେଳେ ମୁଁ ନିରବର ଆଜି ସାଜି ଯାଇଛି ଆଉ ମୋତେ ଦେଖିବାକୁ ପାଇବେ କି ନ ପାଇବେ ଆଗେ ମୁଁ କିଛି ସମୟ ପରେ ଚିନ୍ତା କରିକି କହିବି ସଡନ କିଛି ଚିନ୍ତା କରି କହିପାରୁନି। କିଛି ଯାତ୍ରାପାର୍ଟି ମଧ୍ୟ ମାଲିକ ଯୋଉମାନେ ଅଛନ୍ତି ସେମାନେ ସାମ୍ବାଦିକ ସମ୍ମିଳନୀ କରି ଆପଣଙ୍କୁ ନିମନ୍ତ୍ରଣ କରୁଛନ୍ତି ଯେ ନରିପଣ୍ଡା ଆସନ୍ତୁ ଆମେ ତାଙ୍କୁ ରଖିବୁ ସେ ଡିମାଣ୍ଡ ମଧ୍ୟ ଆପଣଙ୍କର ରହିଛି ଯିବେ ସେଠିକି? ଦେଖନ୍ତୁ ଆଜ୍ଞା ଜଣେ ଯଦି ମୋତେ ଧକ୍କା ମାରି ଘରୁ ବାହାର କରିଦେଉଛି ଆଉ ଯଦି ବାପା ଗୋଟେ କୋଳେଇ ନେଉଛି ତେଣୁ ମୋ ନିଜ ବିବେକକୁ ଭାବୁଛି ମୋର ଏଟା ସ୍ୱାଗତ ବୋଲି ଦେଖାଯାଉ ସମୟ ଆଗକୁ କଣ କହୁଛି। ଓକେ ନରି ବାବୁ ଆମେ ମଧ୍ୟ ଚାହିଁବୁ ଯେ ସବୁ କିଛି ସମାଧାନ ହଉ ଆଉ ଯଦି ବି କିଛି ସମାଧାନ ହଉନି ତଥାପି ଆପଣ ମଞ୍ଚ ଚଢ଼ନ୍ତୁ ଏବଂ ସବୁ ଦର୍ଶକଙ୍କୁ ଆପଣ ପୁଣି ଥରେ ମନୋରଞ୍ଜିତ କରନ୍ତୁ। ଧନ୍ୟବାଦ।